ଯେତେବେଳେ ଏତେ ବଡ଼ କାର୍ଯ୍ୟାନୁଷ୍ଠାନ ନଉଛି ତା ପଛରେ କିଛି ନା କିଛି ଗୋଟେ କାରଣ ଥିବ। କିଛି ଗୋଟେ କହନ୍ତି ତ ନିଆଁ ନଥିଲେ ଧୂଆଁ ବାହାରେନି। ଆମେ ସେମାନଙ୍କର ଦଳୀୟ ମ୍ୟାଟରରେ ଆମେ କହିପାରିବା ନାହିଁ, କିନ୍ତୁ ଯୋଉ ଅସ୍ୱାଭାବିକ ପରିସ୍ଥିତିଟା ସୃଷ୍ଟି ହେଇଛି ତାହା ଗୋଟେ ବାହାରକୁ ରଙ୍ଗ ମେସେଜ ପଠଉଛି, ଯୋଉଟା ଦଳୀୟ କର୍ମୀଙ୍କ ଭିତରେ ଗୋଟେ ଅସ୍ୱସ୍ତିକର ପରିବେଶ ଆଣୁଛି। ଅରବିନ୍ଦଙ୍କ ପ୍ରଶ୍ନ ବନ୍ଦ ହବନି, ସେ ପୁଣି ପଚାରି ଚାଲିବେ। ଯାହା ହେଲେ ବି ଆକ୍ଚୁଆଲ ସତ୍ୟ ବାସ୍ତବତା କଣ, ଏ ଘଟଣା ପଛର ରହସ୍ୟ କଣ, ନିହାତି ଭାବରେ ଲୋକଙ୍କ ମନର ଭିତରେ ମଧ୍ୟ ଗୋଟେ ଉତ୍କଣ୍ଠା ରହୁଛି। ତାଙ୍କ ଦଳର କିଛି ନେତାଙ୍କର ଅଭିଯୋଗ ଯେ ବର୍ତ୍ତମାନ ଆଜି ବି କେହି ଜଣେ ନବୀନ ବାବୁଙ୍କର ନିଷ୍ପତ୍ତିକୁ ଡିକ୍ଟେଟ୍ କରୁଛି। ଦେଖନ୍ତୁ, ଜାନୁଆରୀ 15 ତାରିଖ ଠାରୁ ଯୋଉ ପ୍ରକ୍ରିୟା ଆରମ୍ଭ ହୋଇଛି, ନିଲମ୍ବନ ପରେ ଯୋଉଭଳି ଭାବରେ ଅରବିନ୍ଦଙ୍କ ବିରୁଦ୍ଧରେ ଅଭିଯୋଗ ବିଜୁ ଜନତା ଦଳ ପକ୍ଷରୁ ଅଣାଯାଇଛି ଯେ ସେ ପାଟକୁରାବାସୀଙ୍କ ପ୍ରତି ଅନ୍ୟାୟ କରିଛନ୍ତି, ଅବିଚାର କରିଛନ୍ତି, ଅବହେଳା କରିଛନ୍ତି। ଗୋଟେ ସମୟରେ ଆସିଲା ଦୁର୍ନୀତି ଅଭିଯୋଗ ବି ଆସିଲା, ବିଶ୍ୱାସଘାତ ଅଭିଯୋଗ ବି ଆସିଲା। ତେଣୁ ତାଙ୍କ ବିରୁଦ୍ଧରେ ଏଇ ଯୋଉ ଅଭିଯୋଗ ସବୁ ଆସିଲା, ସେ ଗତକାଲି ସେ ପ୍ରଶ୍ନ କରିକି ପ୍ରେସମିଟ୍ କରି ପଚାରିଛନ୍ତି ଯେ 15 ତାରିଖରୁ ଏଯାବତ୍ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ଅଭିଯୋଗ ଆସୁଛି ତାଙ୍କ ବିରୁଦ୍ଧରେ। ବାସ୍ତବ ପ୍ରକୃତ କଣ, କୋଉ ଗ୍ରାଉଣ୍ଡରେ ମୁଁ ଅଭିଯୋଗ, କୋଉ ଗ୍ରାଉଣ୍ଡରେ ଅବହେଳା କରିଛି, ବିଶ୍ୱାସଘାତକତା କରିଛି କି ମିଡ୍ ଡେ ଅପରେସନରେ ସାମିଲ ହେଇଛି, ଏସବୁ ଜିନିଷକୁ ନେଇ ସେ ଗତକାଲି ପ୍ରଶ୍ନ ସୃଷ୍ଟି କରିଛନ୍ତି ବିଜୁ ଜନତା ଦଳକୁ। ସେଇଟା ସେମାନଙ୍କର ଦଳୀୟର ଆଭ୍ୟନ୍ତରୀଣ ବ୍ୟାପାର। ବିଜୁ ଜନତା ଦଳ ଯୋଉ ଅଭିଯୋଗ ଆଣୁଛି ସେଟା ତାର ଉତ୍ତର ଦେବ। କିନ୍ତୁ ବର୍ତ୍ତମାନ ଯାହା ବି ହଉ, ବର୍ତ୍ତମାନ ବିଜୁ ଜନତା ଦଳ ଭିତରେ ଗୋଟେ କୋଉଠି ନା କୋଉଠି ଅସ୍ୱାଭାବିକ ପରିସ୍ଥିତି ଜାରି ରହିଛି। ଦଳର ନେତାଙ୍କ ଭିତରେ ଗୋଟେ ଅବିଶ୍ୱାସର ବାତାବରଣ ଗୋଟେ ରହିଛି, ଯୋଉଟାକୁ ନେଇକରି ଦଳୀୟ ନିଷ୍ପତ୍ତିକୁ ମଧ୍ୟ କିଛି ଲୋକ ସହଜରେ ଗ୍ରହଣ କରିପାରୁନାହାନ୍ତି। ହେଇଥାଇପାରେ ଅବଶ୍ୟ ବିଜୁ ଜନତା ଦଳ ଯେତେବେଳେ ଏତେ ବଡ଼ ଅଭିଯୋଗ ଆଣୁଛି, ଯେତେବେଳେ ଏତେ ବଡ଼ କାର୍ଯ୍ୟାନୁଷ୍ଠାନ ନଉଛି, ତା ପଛରେ କିଛି ନା କିଛି ଗୋଟେ କାରଣ ଥିବ। କିଛି ଗୋଟେ କହନ୍ତି ତ ନିଆଁ ନଥିଲେ ଧୂଆଁ ବାହାରେନି। ସେଟା ବିଜୁ ଜନତା ଦଳ ସ୍ପଷ୍ଟୀକରଣ ଦେବ, କାରଣ ଆମେ ତ ସେଟାକୁ ପଚାରି ପାରିବା ନାହିଁ। ଯିଏ ଦଳ କରିଛି ସେ କୋଉ ରଣନୀତିରେ ଯିବ, କୋଉ ଭଳି ଭାବରେ ତା ଦଳକୁ ଚଳେଇବ, ସେଟା ତାଙ୍କର ବ୍ୟକ୍ତିଗତ ବ୍ୟାପାର। ସେ ବିଜେପି ହଉ, ବିଜେଡି ହଉ, କଂଗ୍ରେସ ହଉ, ଆମେ ସେମାନଙ୍କର ଦଳୀୟ ମ୍ୟାଟରରେ ଆମେ କହିପାରିବା ନାହିଁ। କିନ୍ତୁ ଯୋଉ ଅସ୍ୱାଭାବିକ ପରିସ୍ଥିତିଟା ସୃଷ୍ଟି ହେଇଛି ତାହା ଗୋଟେ ବାହାରକୁ ରଙ୍ଗ ମେସେଜ ପଠଉଛି, ଯୋଉଟା ଦଳୀୟ କର୍ମୀଙ୍କ ଭିତରେ ଗୋଟେ ଅସ୍ୱସ୍ତିକର ପରିବେଶ ଆଣୁଛି। ତେଣୁ ଅରବିନ୍ଦଙ୍କର ପ୍ରଶ୍ନ ଆଉ ବିଜୁ ଜନତା ଦଳର ଅଭିଯୋଗ, ତାର ଉତ୍ତର ପରସ୍ପର ଦିଆନିଆ ହେବେ। ଇଏ ଯୋଉ ପ୍ରଶ୍ନ ପଚାରିଛନ୍ତି ବିଜୁ ଜନତା ଦଳ ତାର ଉତ୍ତର ଦବ କି ନ ଦବ ସେ ବିଜେଡି ଚିନ୍ତା କରିବ। କିନ୍ତୁ ଯୋଉ ଅଭିଯୋଗ ଆସିଛି, ଅଭିଯୋଗର ଆଧାରଟା ନିହାତି ଆମେ ତ ରାଜ୍ୟବାସୀଙ୍କୁ ଯାହା କିଛି କହିଦେଇକି ଛାଡ଼ିଦେଲେ ହବ ନାହିଁ। ଅତୀତରେ ଅନେକ ଅଭିଯୋଗ ମଧ୍ୟ ବିଜୁ ଜନତା ଦଳ ବେଳେ ଆସିଥିଲା। ସେତେବେଳେ ଧରି ନିଅନ୍ତୁ, ଦୁର୍ନୀତିର ଛାୟା ହଉ, ଦୁର୍ନୀତି ଅଭିଯୋଗ ହଉ, ବା ବିଭିନ୍ନ ପ୍ରକାରର ଅତୀତରେ ଆସିଛି। ତା ପରବର୍ତ୍ତୀ ପର୍ଯ୍ୟାୟରେ ସେ ସବୁ ଅନେକ ସମୟରେ ବି ପ୍ରମାଣିତ ହେଇପାରିନି। ତେଣୁ ବିଜୁ ଜନତା ଦଳ ଏବେ ଯୋଉ ଅଭିଯୋଗ ଆଣୁଛି, ସେ ଅଭିଯୋଗର ଉତ୍ତର ବିଜୁ ଜନତା ଦଳ ଦେବା ଦରକାର। କାରଣ ଅରବିନ୍ଦ ପ୍ରଶ୍ନ ପଚାରିଛନ୍ତି, କାରଣ କ୍ଷତିଗ୍ରସ୍ତ ହେଇଛନ୍ତି ସିଏ। ଯେହେତୁ କ୍ଷତିଗ୍ରସ୍ତ ହେଇଛନ୍ତି, ବିଜେଡି କହୁଛି ଅରବିନ୍ଦ ଦଳ ପ୍ରତି ଦ୍ରୋହ କରିଛନ୍ତି, ଅରବିନ୍ଦ ନିର୍ବାଚନ ମଣ୍ଡଳୀ ବାସୀ ପ୍ରତି ଅବହେଳା କରିଛନ୍ତି, ଅରବିନ୍ଦ ଦଳକୁ ଭାଙ୍ଗିବା ପାଇଁ ଗୋଟେ ଯୋଉ ଅଭିଯାନ ମିଡ୍ ନାଇଟ୍ ଅପରେସନର ଛାୟାରେ ଗୋଟେ ମିଡ୍ ଡେ ଅପରେସନ କଥା ବି ଉଠେଇଛନ୍ତି। ଏ ସମସ୍ତ ଦିଗ ଯୋଉ କଥା କହିଛନ୍ତି, ସେ ସବୁର ପ୍ରମାଣ ମଧ୍ୟ ଲୋକମାନେ କୋଉଠି ନା କୋଉଠି ଜାଣିବା ପାଇଁ ଉତ୍କଣ୍ଠାର ସହିତ ଅପେକ୍ଷା କରିଛନ୍ତି। ତେଣୁ ବିଜେଡି ଅଭିଯୋଗ କରିଛି, ଅରବିନ୍ଦ ପ୍ରଶ୍ନ କରିଛନ୍ତି। ଆଶା କରିବା ବିଜୁ ଜନତା ଦଳ ତାର ଉତ୍ତର ଦବ ନ ଦବ ଅବଶ୍ୟ ସେଟା ତାର ବ୍ୟକ୍ତିଗତ ନିଷ୍ପତ୍ତି, ଦଳୀୟ ନିଷ୍ପତ୍ତି। ସେମାନେ ଦେବେ ନ ଦେବେ କି ସେମିତି ନୀରବ ରହିବେ। କିନ୍ତୁ ଅରବିନ୍ଦଙ୍କ ପ୍ରଶ୍ନ ବନ୍ଦ ହବନି, ସେ ପୁଣି ପଚାରି ଚାଲିବେ। ଯାହା ହେଲେ ବି ଆକ୍ଚୁଆଲ ସତ୍ୟ ବାସ୍ତବତା କଣ, ଏ ଘଟଣା ପଛର ରହସ୍ୟ କଣ, ନିହାତି ଭାବରେ ଲୋକଙ୍କ ମନର ଭିତରେ ମଧ୍ୟ ଗୋଟେ ଉତ୍କଣ୍ଠା ରହୁଛି ଜାଣିବା ପାଇଁ।
नहीं शुण बीजेपी दुर्बल हवाटा देखु 51 थे 50 हेले 50 रु 2 निलंबित हेले 48 हेले तो दल निश्चित भाव में गोटे विधायक विधायक को निलंबन करा छुटिया कथा नुह कई काली 2 जन को जड़े जिला सॉरी आपणकर जड़े म्युनिसिपालिटी वाइस चेयरमैन पाटनागढ़ आउ आपणकर से जो केन्द्रापड़ा गोटे से जिलार से जन ब्लॉक चेयरमैन हाँ दल निलंबित करा पूर्व 2 जन को निलंबित करा पूर्व विधायक को निलंबित करा निलंबन प्रक्रियाटा गोटे दल भितर निहाती भाव अस्वाभाविकतार प्रमाण दूसरी दल कौ दिशा जीव कौ दिगरे जाऊँगी सेटा दल निष्पत्ति जदिओ कर तथापि एते वर्षर सरकार थिले लोकंकर गोटे भरोसा से प्रति कर्मी भरोसा साधारण लोकंकर विश्वास अच्छी वोट भी पाई सबुठ अधिका बीजेपी जदिओ सरकार करिछि बीजेडी अधिक वोट पाई बीजेपी तो लोकंकर आस्था कोठी ना कोठी अच्छी तेणु आपण एवरीथिंग जे लोक को यू डोंट टेक द पीपल ग्रांटेड आपण जहाँ जो कथाटा अभियोग आणुचंती से अभियोगटा केते दूर सत लोक जानिबा भी दरकार लोक जानि जिवे एटा ही सत तेणु आपण मानक प्रति लोकंकर विश्वास भी आहुरी बढ़िबो तो देखा जाऊ यांकर अभियोग अरविंदर प्रश्न यार परवर्ती एपिसोड रे कौन देखा मिलूँ देखो पछरे तो निहाती बैकिंग फोर्स तो सबु दल रे अच्छा गोटे निष्पत्ति पछरे जदिओ दस्तखत दल सभापति निर्देश क्रमे बोली जाऊँची दलर किसी नेता अभियोग जे वर्तमान आज भी कहीं जड़े नवीन बाबूंकर निष्पत्ति को डिक्टेट करुच्ची पांड्यान के प्रति अंगुली निर्देश अनेक स्थले होउची हेले वास्तवता कौन से नवीन बाबू जानी विजु जनता दल जानी आम बाहर रही मु घर मुरबी हिसाब रे मु कौन निष्पत्ति नेबी मो निष्पत्ति मो ना रे जाउची मो दस्तखत रे जाउची मो मंजूरी रे जाउची तर मु जतरे मो मंजूरी रे जाउची मु अन्य द्वारा प्रभावित बोली ग्रहण करिपरिबे नहीं साधारण लोक भी ग्रहण करिपरिबे नहीं हाँ राजनैतिक स्तर रे ताकू नै कि तर्जमा हे पारे राजनैतिक स्तर रे अभियोग हे पारे जे नवीन को निष्पत्ति को कहीं जने डिक्टेट करूची मोहन बाबू को सरकार को कहीं जने डिक्टेट करूची भक्त दास को निष्पत्ति को कहीं जने डिक्टेट कहीं कहि पारंती एटा राजनैतिक बयानबाजी हे पारे किंतु जेते बेले गोटे दलीय सभापति अनुमोदन रे गोटे कार्यानुष्ठान होउची साधारण लोक ग्रहण करिवे जे सेटा दलर सभापति बा नवीन बाबू ही करूछ।